ଷୋଳ କଳାରୁ ଏକ କଳା ଚନ୍ଦ୍ରମଣି ପ୍ରାୟ ଶିରେ ସାଜେ ବନ୍ଦେ ଚଣ୍ଡେଶ୍ୱର ତୈଲକ୍ୟ ଠାକୁର। ଏବେ କଳାରୁଦ୍ର ମଣି ଭଜେ ତ ହେ ମହାପ୍ରଭୁ। କୈଳାସକନ୍ଦରୁ ଯୋଗ ନିଦ୍ରା ବାଜିବାକୁ ହେଉ ଅବଧାନ ତେର ଭଗତ ଉତ୍ସବରେ ଡାକନ୍ତି। ଏବେ ଅଠ କରୁଣା ନିଦାନ ତ ହେ ମହାପ୍ରଭୁ। ରେଡ଼ିଆ ମନ୍ତ୍ର ନାମ ଯେ ତୁମ୍ଭର କୃପା ବଳରେ ଲଭିଛି ବିଷ ଦାନ୍ତ ଭାଙ୍ଗି ସର୍ପମାନଙ୍କୁ। ଏବେ ପେଡ଼ାରେ ସାଇତି ଅଛି ତ ହେ ମହାପ୍ରଭୁ। ଶଙ୍ଖ ଚୂଳ ମଣି ଚୂଳ କାଳ କୁଟ ବିଷଧର ହୀରାଜ ନାନା ବିଦ୍ୟ ନାଗ ଷୋଳ ବିଦ୍ୟ ବୋଡ଼ା। ଏବେ ତମ୍ପ ଆଠ ମନେ ଯତ ହେ ମହାପ୍ରଭୁ। ଗୁରୁଙ୍କର ଗୁରୁ ନାମଟି ମୋହର ଅଟଇ ଦୁର୍ଜୟ ଗୁରୁ ଏପାରି ଗଛକୁ ସେପାରିକୁ ନେଉ। ଏବେ ମନ୍ତ୍ର ପ୍ରଭାବ ବଳରୁ ତ ହେ ମହାପ୍ରଭୁ। ବାଣ ମାଇଲେ ପ୍ରାଣ ଯାଇ ବୀରକେ ଅଛି ଡାହାଣୀ ଘୋଷାଣୀ ଚଣ୍ଡୀ ଛଡ଼ାମନ। ଏବେ ଜାଣି ତାକୁ ଟାଣି ଆଣେ ତ ହେ ମହାପ୍ରଭୁ। ଜୟ ସଦାଶିବ ଗୌରୀ ବଲ୍ଲଭ ସର୍ବ କଥା ଅଛ ଜାଣି ପରୀକ୍ଷା କରିଲେ ମୋ କଥା ଜାଣିବ। ଏବେ ଗୀତେ କବି ଚନ୍ଦ୍ର ଭଣି ତ ହେ ମହାପ୍ରଭୁ। ଜୟ ଜୟ ଚଣ୍ଡେଶ୍ୱର ରତ ନାଶନ ଅମ୍ବିକା ବର। ମୋର କଣ୍ଠରେ ମୋର କଣ୍ଠରେ ମୋର କଣ୍ଠରେ ବିଜୟ କର ହେ ବାନମ୍ବ। କେହି ପଛେ ନ ଆସିବେ ବଡ଼ କୋଠିଆ ଯେତେ ଦିନ ଥିବେ। ଦଣ୍ଡ ଯାତ୍ରା ପ୍ରଥମେ କରିବେ ହେ ସଭାଜନ। କଂସର ଥିଲା ଘରଣୀ ନାମ ତାହାର ପଦ୍ମାବତୀ ରାଣୀ। ପୂଜିବାକୁ ବ୍ରହ୍ମାଙ୍କ ଘରଣୀ ହେ ସଭାଜନ। କଂସ ପାଶେ କଲାଳି ସହସ୍ର ଭାର ପଦ୍ମଦିଅ ତୋଳି। କହି ନଥିବ ପାଖୁଡ଼ା କେଳି ତ ସଭାଜନ। ପତ୍ରେ ଲେଖି ଦୂତେ ଦେଲା ଶ୍ରୀକୃଷ୍ଣଙ୍କ ସଙ୍ଗେ ବିବାଦ କଲା। ଜାଣୁ ଜାଣୁ ଗ୍ରହକୁ ଅର୍ଜିଲା ହେ ସଭାଜନ। ବସୁନନ୍ଦ ଏହା ଶୁଣି କି କରିବେ ବୋଲି କଲେ ଭାଳେଣି। ବଡ଼ ସାଧ୍ୟ କାଳିଅ ଫଣି ତ ହେ ସଭାଜନ। ନ ଯାଅ ନାଥ ଶ୍ରୀକୃଷ୍ଣଙ୍କ ସଙ୍ଗେ କଲେ ଅନତ। ତୁମ୍ଭ ଯତେ ହେବ ବ୍ୟଥ ହେ ପ୍ରାଣନାଥ।
अरे तो गेलो का? Hello, hello, hello.